ଏବେ ସାମ୍ନାକୁ ଆସିଲା ବଡ଼ ଖବର ସୁଭଦ୍ରା ଏସ୍ଓପି ପରେ ଆସିଲା ଗାଇଡଲାଇନ୍ ଜାଣନ୍ତୁ କେମିତି ଆବେଦନ କରିବେ। ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖିବା ପୂର୍ବରୁ ଗୋଟେ କଥା କହିବି, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଯାଇ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଲାଟେଷ୍ଟ ଖବର ଆସିବ ପହଞ୍ଚି ପାରିବ ଆପଣମାନଙ୍କ ପାଖରେ। ଆଉ ଲେଟ୍ କରିବାନି, ଯିବା। ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟରେ ମହିଳାଙ୍କ ଭିତରେ ଏବେ ଏମିତି ମାହୋଲ, ଏବେ ବି ମନରେ ରହିଛି ଦ୍ୱନ୍ଦ୍ୱ। କେମିତି ଆଉ କୋଉଠି କରିବେ ଆବେଦନ? 80 ଲକ୍ଷ କି କୋଟିଏ ନୁହଁ, ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା। ସମସ୍ତଙ୍କୁ ଡକୁମେଣ୍ଟ ଯାଞ୍ଚ କରିବାକୁ ପଡ଼ିବ। ମିଳିଲାନି ଫର୍ମ, ଖୁବ୍ ଶୀଘ୍ର ଆବେଦନ କରିବାକୁ ପଡ଼ିବ। ପରିବାର ଏକାଧିକ ମହିଳା ଥିଲେ ବି ଯଦି ଯୋଗ୍ୟ ତାହେଲେ ସଭିଏ ପାଇବେ ସୁଭଦ୍ରା ଯୋଜନା। ଏସ୍ଓପି ଅନୁଯାୟୀ ବୟସ 21ରୁ 60 ବର୍ଷ ଭିତରେ ହୋଇଥିବା ଦରକାର, କିନ୍ତୁ ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନପ୍ରତିନିଧି ବି ହୋଇନଥିବେ କିମ୍ବା ନିଜେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ। ଆପଣଙ୍କ ଚାରିଚକିଆ ଗାଡ଼ି ନଥିବା ଦରକାର। ତେବେ ହିତାଧିକାରୀଙ୍କ ପୁଅ ଝିଅ ସରକାର ବୃତ୍ତି ପାଇଥିବେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ନିଜେ ସ୍କଲାରସିପ୍ ପାଇଥିବେ ବି ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ। ଯଦିଓ ଏସ୍ଓପି ରହିଛି ସରକାରୀ ସହାୟତା ମାସିକ 1500 ଟଙ୍କା ପାଇଲେ ବି ଆବେଦନ କରି ସୁଭଦ୍ରା ଯୋଜନା ସାମିଲ ହୋଇପାରିବେ। 2024 ଜୁଲାଇ 1 ସୁଦ୍ଧା 21 ବର୍ଷ କିମ୍ବା 60 ବର୍ଷରୁ ଅଧିକ ହେଲେ ଆବେଦନ ପାଇଁ ଯୋଗ୍ୟ ହେବେ ନାହିଁ। ସୁଭଦ୍ରା ଏସ୍ଓପି ନେଇ ଗତକାଲି ବିଧାନସଭାରେ ସନ୍ତୁଷ୍ଟି ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ ଆସନ୍ତୁ ଜାଣିବା କେମିତି ରହିବ ଆବେଦନ। ଉଭୟ ଅଫଲାଇନ୍ ଅନଲାଇନ୍ରେ ଆବେଦନ କରିପାରିବେ। ଅଫଲାଇନ୍ରେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ ଅଫିସ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ପକ୍ଷରୁ ଫର୍ମ ନେଇ ସେଠାରେ ପ୍ରମାଣପତ୍ର ସହ ଆବେଦନ କରିପାରିବେ। ସେହିପରି ଅନଲାଇନ୍ ସୁଭଦ୍ରା ପୋର୍ଟାଲ ଫର୍ମ ଫିଲ୍ଅପ୍ ଏବଂ ସହଜ ପ୍ରମାଣପତ୍ର ଅପଲୋଡ଼ କରିବାକୁ ହେବ। ନିଜର ଆଧାର କାର୍ଡ଼ ଦେବାକୁ ପଡ଼ିବ। ଆଧାର କାର୍ଡ଼ରେ ଉଲ୍ଲେଖ ହୋଇଥିବା ଜନ୍ମ ତାରିଖ ହିଁ ଗ୍ରହଣଯୋଗ୍ୟ। ସେହିପରି ଆଧାର କାର୍ଡ଼ ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦେବାକୁ ପଡ଼ିବ। ଆପଣଙ୍କ ନିଜର କିମ୍ବା ନିଜ ସ୍ୱାମୀ କିମ୍ବା ବାପାଙ୍କର ଇନକମ୍ ସାର୍ଟିଫିକେଟ୍ ବି ଦେବାକୁ ପଡ଼ିବ। ଯଦି ପରିବାରର ଆୟ ବାର୍ଷିକ 2.5 ଲକ୍ଷରୁ ଅଧିକ ହୋଇଥିବ ତାହେଲେ ଆପଣ ବାଦ୍ ପଡ଼ିବେ। ସେହିପରି ଯୋଜନାର ଲକ୍ଷ୍ୟ ଅନ୍ତର୍ଦେୟ ଥିବାରୁ ଯଦି ଆପଣଙ୍କ ରାସନ କାର୍ଡ଼ ରହିଛି ତାହେଲେ ସେହି ପ୍ରମାଣପତ୍ର ବି ଦେଇପାରିବେ। ଏ ସମସ୍ତ ପ୍ରମାଣପତ୍ର ଦେଇ ଆବେଦନ ପରେ KYC ଦାଖଲ କରିବ। ଆପଣ ସୁଭଦ୍ରା ପୋର୍ଟାଲ କିମ୍ବା ମୋବାଇଲ ଆପ୍ରେ ଆଧାର ନମ୍ବର ଦେଇ KYC ଯାଞ୍ଚ କରି ସାରିବା ପରେ ଆବଶ୍ୟକ ହେଲେ ହେଲ୍ପଲାଇନ୍ କିମ୍ବା ସେଣ୍ଟ୍ରାଲ କଲ୍ ସେଣ୍ଟର କଲ୍ କରି ସାହାଯ୍ୟ ନେଇପାରିବେ। ଯଦି ସମସ୍ତେ ଯୋଗ୍ୟତା ଥାଇ ବି ଯୋଗ୍ୟତାକୁ ଯୋଜନାରୁ ବାଦ୍ ପଡ଼ନ୍ତି ତାହେଲେ ସୁଭଦ୍ରା ପୋର୍ଟାଲ ଥିବା ଅଭିଯୋଗ ବ୍ୟବସ୍ଥା ଆପଣ ଆବେଦନ କରିପାରିବେ। ଜିଲ୍ଲା ବ୍ଲକ ସ୍ତରରେ ହେବାକୁ ଥିବା ସୁଭଦ୍ରା ଶିବିରରେ ସିଧାସଳଖ ଅଧିକାରୀଙ୍କୁ ଭେଟି ମଧ୍ୟ ଆବେଦନ କରି ଅଭିଯୋଗ ଜଣାଇପାରିବେ। ସେପ୍ଟେମ୍ବର 17 ଯୋଜନା ଆରମ୍ଭ ଥିବାବେଳେ ଖୁବ୍ ଶୀଘ୍ର ଆରମ୍ଭ ହେବ ଆବେଦନ।